ଘଟଣାରେ କିଛି ବାହାରିବ ନାହିଁ କାରଣ ଦ୍ୱିତୀୟର ମାନେ ମରିବାର ଅନେକ ମାସ ହେଇଗଲାଣି। ଆଉ ଦ୍ୱିତୀୟରେ ତାଙ୍କ ମା ବିଳମ୍ବରେ ଯଦିଓ ଦେଇଛନ୍ତି ମାନେ ଏଥିରେ ବିଷ ପ୍ରୟୋଗ କରାଯାଇଛି କି ଯାହା ପ୍ରୟୋଗ କରାଯାଇଛି ଏଟା ତ ଅନୁସନ୍ଧାନ ପରେ ପୋଲିସ ଜାଣି ମାନେ ଇ କରିବ। କିନ୍ତୁ ଏହା ଗୋଟେ କୌଣସି ଏଥିରେ ନିଜାସ ବାହାରିବ ନାହିଁ। ଅର୍ପିତା କୁ କନଫ୍ଲିକ୍ଟ କଲେ ଲାଭ ବି କିଛି ନାହିଁ କାରଣ ଅର୍ପିତା ହଉଛି ଗୋଟେ ପେଶାଦାର କଣ୍ଠଶିଳ୍ପୀ। ହ୍ୟୁମାନ ସାଗର ହେଲେ ଜଣେ ପେଶାଦାର ମାନେ କଣ୍ଠଶିଳ୍ପୀ। ଉଭୟ କୋଉ କୋଉ କାର୍ଯ୍ୟରେ ସେମାନେ ଗୀତ ବୋଲିବେ, କୋଉ କୋଉ କାର୍ଯ୍ୟରେ ଯିବେ କି ଘରେ ଆସିକି ଗୀତ ପ୍ରାକ୍ଟିସ କରିବେ, ଏଇଟା ହଉଛି ତାଙ୍କର ନିଜସ୍ୱ ବ୍ୟାପାର। ତାଙ୍କ ସ୍ତ୍ରୀ କି ତାଙ୍କ ବୋଉ ତାଙ୍କ ପାଖରେ ନଥିଲେ, ସେମାନେ ଅନନ୍ତର ରହୁଥିଲେ। ତାଙ୍କ ସ୍ତ୍ରୀ ତ ତାଙ୍କ ନାଁରେ ଆଗରୁ ଆଲିଗେସନ ସବୁ କରିଥିଲେ, ଯାହା ଫଳରେ କି ସେଇ ହିସାବରେ ସେ ତାଙ୍କର ଅଲଗା ରହୁଥିଲେ। ମା ମଧ୍ୟ ଗାଁରେ ରହୁଥିଲା। ଆଉ ମାନେ ଇଏ କାହା ସହିତ ରହିଲା ନ ରହିଲା ଆଉ ତାର କାର୍ଯ୍ୟକ୍ରମରେ ସିଏ କିଏ ତା ପଛରେ ପେଶାଦାର କାର୍ଯ୍ୟକ୍ରମରେ କୋଉମାନେ ତା ସହିତ ଅଂଶଗ୍ରହଣ କଲେ ତାଙ୍କୁ ନେଇକି ବାଦ ବିବାଦ କରିବା ଏଇଟା ଆଦୌ ଠିକ କଥା ନୁହେଁ। ଆଉ ଏଇଟା ତାଙ୍କ ମନ ବୁଝିବା ପାଇଁ ଆଉ ତାଙ୍କୁ ଯୋଉମାନେ ବି ପ୍ରରୋଚନା ଦେଇଛନ୍ତି ସେମାନେ ମଧ୍ୟ ଏଥିରେ କୌଣସି ପ୍ରକାର ଲାଭପ୍ରଦ ହବ ନାହିଁ। କାରଣ ପୋଲିସ କର୍ତ୍ତୃପକ୍ଷ ତାକୁ ଅନୁସନ୍ଧାନ କରିବେ। ଏ ଅନୁସନ୍ଧାନରୁ ସେମିତି କିଛି ନିଜାସ ବାହାରିଲା ଭଳିଆ ମୋର କାହିଁ ଧାରଣା ହଉଛି ଏଥିରେ କିଛି ଘଟଣା ଘଟିବ ବୋଲି। ଆପଣ ଦେଖିବେ ଯେ ଯୋଉ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇକି ଅନେକ ଆଗରୁ ମଧ୍ୟ ମାମଲା ତାଙ୍କର କିଛି ପ୍ରଶଂସକ ମାନେ ଦେଇଛନ୍ତି। ଏବେ ମା ଯୋଉ ଏତଲା ଦେଲେ ଏ ଏତଲାର କିଛି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନବ, ତାଙ୍କୁ ଡାକିବ, ଅର୍ପିତାଙ୍କୁ ଡାକିବ, ଯାହା ଦବା କଥା ପୋଲିସ ତାଙ୍କର ମାଙ୍କର ଇଏ ଅନୁସାରେ ଏତଲା ନବେ। ବାହାରୁ ଯୋଉମାନେ ପ୍ରଶଂସକ ଦେଇଛନ୍ତି ସେଇଟା ଗୋଟେ ଡାଏରୀ ରେଜିଷ୍ଟ୍ରେସନ ପୋଲିସର ଗୋଟେ ହୁଏ, ସେଇଟା ବି ସେମିତି କିଛି ପ୍ରଭାବଶାଳୀ ହବ ନାହିଁ। ଆଉ ତାଙ୍କ ମା ବି ଯୋଉ ଦେଇଛନ୍ତି ତାଙ୍କ ମା ସେ ପୁଅ ପ୍ରତି ସେତିକି ସମବେଦନା ଶେଷ ପର୍ଯ୍ୟାୟରେ ଜଣେଇଲେ, ଅଥଚ ତାଙ୍କ ପାଖରେ ରହିକି ତାଙ୍କର ଯଦି ସେବା ଶୁଶ୍ରୂଷାରେ ଧ୍ୟାନ ଦେଇଥାନ୍ତେ, ତାର ରୋଗ ପ୍ରତି ଗୁରୁତ୍ୱ ଦେଇଥାନ୍ତେ, ହୁଏତ ହ୍ୟୁମାନ ସାଗରଙ୍କର ଦେହାନ୍ତ ହେଇନଥାନ୍ତା। ମା କି ସ୍ତ୍ରୀ ଏମାନେ ଯେହେତୁ ପାଖରେ ରହିଲେ ନାହିଁ, ଗୋଟେ ପେଶାଦାର କଳାକାର ତା ଜୀବନରେ ସେ ଯାହାଙ୍କ ସହିତ ଗୀତ ବୋଲିବ, କେତେବେଳେ କୋଉଠିକି ଯିବ, ସେଇଟା ତାର ମ୍ୟାନେଜର ଆଉ ଯୋଉମାନେ କଣ୍ଠଶିଳ୍ପୀ ମାନେ ତାଙ୍କ ସହିତ ଯିବେ। ସେ ସବୁ ଜିନିଷ ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଯେହେତୁ ହ୍ୟୁମାନ ସାଗର ମରି ଯାଇଛନ୍ତି, ସେ କୋଉଥିରେ କିଏ କହିବ ବିଷ ପ୍ରୟୋଗ କରାହେଇଛି, କିଏ କହିବ ଏଇଟା ଏଇ ଯୋଉ ପ୍ରସଙ୍ଗ ସବୁ ସମୟାନୁକ୍ରମେ ଉଠେ, ଏଇଟାର କିଛି ନିଜାସ ନାହିଁ। ଏଇଟା କେବଳ ଗୋଟେ ନିଜକୁ ମନକୁ ବୁଝେଇଲା ଭଳିଆ ଏ କଥାଟି ହଉଛି। କିନ୍ତୁ ଘଟଣା ଘଟିଗଲା ପରେ ଆମେ ସବୁବେଳେ ଅନ୍ୟ ଲୋକର ଦୋଷ ଦେଇ ମୋ ପୁଅ ହଉଛି ସାଧୁ ଆଉ ଅନ୍ୟମାନେ ସବୁ ଚୋର, ଏଇ ଘଟଣା ସେଇ ପ୍ରକାର କଥା। ଆଉ ଏଥିରେ କୌଣସି ପ୍ରକାର ନିଜାସ ବାହାରିବ ନାହିଁ। ଅର୍ପିତା ଚୌଧୁରୀ ଜଣେ ପ୍ରଫେସନାଲ ଆର୍ଟିଷ୍ଟ, ସିଏ କଣ ପାଇଁ ଯାଇଥିଲେ ପୋଲିସ ହୁଏତ ତାଙ୍କୁ ପଚାରିଲେ ସେ କହିଦେବେ। ଆଉ ଦ୍ୱିତୀୟରେ ସିଏ ତ ମର୍ଡର କେସରେ ଦାୟୀ ନୁହଁ କି ଇଏ ତାଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସିଏ ତ କିମ୍ସରେ ପଡ଼ିଥିଲେ, ତାଙ୍କର ଯୋଉ ପୋଷ୍ଟମର୍ଟମ ରିପୋର୍ଟରେ ଯାହା ମାନେ ବାହାରିଥିବ ସେଇଟା ତ ଯକୃତ ଜନିତ ଇନସିଡେଣ୍ଟ ବୋଲି ବାହାରିଥିବ ନିଶ୍ଚିତ ଭାବରେ। ଆଉ ସେଥିରେ ଇଏ କଣ ତାକୁ ମାଇଲେ, ସିଏ କଣ ତାକୁ ଇଏ କଲେ, ଏଇଟା ଗୋଟେ କାରଣ ସିଏ ତ ତା ପୂର୍ବରୁ ଯେତେବେଳେ କାର୍ତ୍ତିକ ମେଢ ପାଇଁ ବାରଙ୍ଗରେ ଯେତେବେଳେ ଗୀତ ବୋଲିବା ପାଇଁ ଯାଉଛନ୍ତି ସେତେବେଳେ ତ ତାଙ୍କର ଦେହଟା ଅତିଶୟ ଖରାପ ହେଇଥିଲା। ଦିପଟେ 2 ଜଣ ଲୋକ ତାଙ୍କୁ ଧରି ଯାଉଛନ୍ତି। ଆଉ ବର୍ତ୍ତମାନ ଏସବୁ ଘଟଣାକୁ ଖାଲି ଅଯଥା ଛନ୍ଦିବା ପାଇଁ ତା ବେକରେ ଗୋଟେ ଆଙ୍କୁଶ ପକେଇବା ପାଇଁ ଏଇ ଯୋଉ ପ୍ରକାର ମନେ ହଉଛି, ଏଇଟା ବୃତ୍ତିଗତ ଦିଗରେ ଏଇଟା ନିଶ୍ଚିତ ଭାବେ କ୍ଷତି ପହଞ୍ଚେଇବ। ସାର୍ ଆଉ ଗୋଟେ କଥା, ଯୋଉ ତାଙ୍କ ମା ଅଭିଯୋଗ ଯୋଉ ଆଣିଛନ୍ତି ଯେ ପଇସା ପତ୍ର କଥା, ତାଙ୍କ ମ୍ୟାନେଜରଙ୍କ କଥା, ଏକୁ ପୋଲିସ ତାଙ୍କ ମ୍ୟାନେଜରଙ୍କୁ ଡାକିବ ନା ନାଇଁ, ପଚାରିବ ନା ନାଇଁ? ଶୁଣନ୍ତୁ, ସିଏ କଣ ପଇସା ନେଇଥିବେ ସେ ମ୍ୟାନେଜର କହିବେ ଯେ ମୁଁ ତାଙ୍କୁ ସବୁ ଦେଇଛି, ସେଥିରେ କଣଟା ସତ୍ୟତା ହବ? ସେ ସବୁ ତ କ୍ୟାସ୍ ଆଣୁଥିଲେ ନା, ସେ ତ କୌଣସି ଚେକରେ କିଛି ଆଣୁନଥିଲେ। ଆଉ ଯୋଉଗୁଡ଼ା ବି ଯାହା ବି ସେ ଆଣୁଥିବେ ସେ ତ କ୍ୟାସରେ ଆଣୁଥିଲେ। ତେଣୁକରି ସେ କ୍ୟାସରେ ଯିଏ ଆଣୁଥିବେ
सी देइथे बोली सी मैनेजर कहब मैनेजर भी कौन धरले भी लाभ कौन हम कि अकाउंट रे वर्तमान भी जहाँ पैसा थी तार लीगल हायर हिसाब से स्त्री झील पाइपर କିନ୍ତୁ ଏଇ ସବୁ ଯୋଉ ମାମଲାଟା ବର୍ତ୍ତମାନ ପୁଲିସ ଠାରେ ଯେତେ ସବୁ ଅଛନ୍ତି 5-10 ଜଣଙ୍କ ଯୋଉମାନେ ଗୋଟେ ସନ୍ଦେହ ପରିସରକୁ ଅଛନ୍ତି ତାଙ୍କୁ ସାର୍ ଡାକିବା ଉଚିତ ନା ନାହିଁ ଜେରା କରିବା ପାଇଁ माने माने मार बर्तमान एतला को भित्ति करी पुलिस सहित डाकिपारे आ डाकिले भी माने से माने प्रत्यक्ष परोक्ष भाव तो सेमती जड़ित नहती जेहेतु प्रोफेशनल रे से गीत बोलुले से समय तक से माने सहित थिले से तो एंटायर दिन सारा सहित बुलुनथले कि राति सारा बुलुनथले प्रोफेशनल जिम हिसाब से पेशादार भाव में सी निज जेकोसी व्यक्ति समय अनुसार से समय दौले समय अनुसार से कार्य करुले तेणुक समस्त को एथे छंदा आउ समस्त विरुद्ध में कुशलाटन करवा यहाँ आदौ ग्रहणीय नुहे कारण ओडिशा रे कलाकार संख्या बहुत सीमित आ भितर ये जो गाँ भाँ जो मैंने कंठशिल्पी अच्छा नहीं गोटे अजथा वाद विवाद करवा तार मानसिक स्तर में केते जंत्रणा हो एक को समस्ते स्वीकार करने दरकार सी भी जड़े कहार झील सी भी जड़े माँ तेणुक आम निजे निजर दोष को घोड़ाई अन्यत्र उपर चाप प्रयोग करवा यहाँ आदौ ग्रहणीय नुहे सर आप देखिए गोटे भल कंठशिल्पी गोटे सुनामधन कंठशिल्पी ओडिशार गर्व कहला गोटे अकाल मृत्यु आपंकर कौन मत रहा सर ये किए दायी क्या दायी कर उचित ये निजे ह्यूमन सागर दायी निजे निजर समयानुवर्तिता अनुसार सी रेस्टलेस ता भितर परिवार जो प्रकार भूमिका थिला आपण माने समस्ते जानती परिवार विषाद होता तेणुक गोटे विषादग्रस्त व्यक्ति भाव में गोटे प्रोफेशनल आर्टिस्ट हिसाब से से मानसिक स्तर में जंत्रणा पाउतले एक से परोक्ष विभिन्न गणमाध्यम कहते तेणुक जी जड़े मानसिक स्तर में भारसाम्य हराई सी जो कार्य करती कार्य कर 34 मात्र 34 वर्ष बयस जी कंठदान कर अमर रखिब आउ ये सब जिनस बर्तमान परवर्ती मरीगला किम्भीर कंदान करवा आटार यथार्थता ना आउ द्वितीय यह केवल किसी लोक विभिन्न समय पचरा उचरा कर पुलिस पक्षर किंतु एथरे किसी निर्यास बाहर ना सर आप कौन कहे लक्ष लक्ष ह्यूमन सागर प्रशासक जो मैंने गोटे सोशल मीडिया सदाबे आप देखिए से मृत्यु जो मैंने दायी दंड मिलू जो कठोर शास्ति मिलू एम जो लिखुं कौन जो मैंने प्रशासक एक कथा लिखुं सी जिते निजे आल्कोहल पीउले कि समयानुवर्तिता हो नथिले ये भल कथाटा से सचेतन करेले निजे तो परिवार नथिले स्त्री पिला छुआ पाखे रोनथिले आउ सी गोटे लोक मानस अवसर पाई सी तार निजर गीत बोलबार गुरुत्व देला राति स्टेज शो दिन में फिल्म गीत बोलूला समय तो पाइले शोब समय तो सी पाऊन आ समय गोटे लोक परिश्रम जदि लगातार भाव कर गोटे गोटे पूजा इश्यू सी लगातार भाव परिश्रम कर चलले आउ से गोटे लोकर निजर दोष दुर्बलता को आम दायी न करिकी आम अन्यत्र मरीगला अन्य को दोष दबा यहाँ माने जमा ग्रहणीय नुहे यहाँ केवल किसी समय यहाँ गोटे होवाला सृष्टि कर किंतु ता परवर्ती शेष पर्यायर यार किसी निर्यास नहीं।